ମାଲକାନଗିରି। ହଁ, ଆପଣମାନେ ଠିକ୍ ଶୁଣିଲେ। ଆଜି ଆମେ ମାଲକାନଗିରି ବିଷୟରେ କଥା ହେବା। ଏ ଜାଗା ଟିକେ ନିଆରା, କାରଣ ଆମେ ଯେତେବେଳେ ମାଲକାନଗିରି ବିଷୟରେ କଥା ହୁଅନ୍ତି ସମସ୍ତଙ୍କ ମୁଣ୍ଡରେ ରୁହେ 30 ନମ୍ବର ଜିଲ୍ଲା ଅନୁନ୍ନତ ହେଇଥିବ, ନକ୍ସଲମାନେ ଅଛନ୍ତି, କେମିତି ଯାଇକି ଜଣେ ସେଠି ରହିବ, କେମିତି କ'ଣ। କିନ୍ତୁ ଏ ଜାଗା ହେଉଛି ତା'ର ସମ୍ପୂର୍ଣ୍ଣ ବିପରୀତ। ସମସ୍ତେ ଉଣାଅଧିକେ ଜାଗା ବିଷୟରେ ଜାଣନ୍ତି, କାରଣ ଆମେ ପିଲାଦିନେ ବହିରେ ପଢ଼ିଛନ୍ତି ବଣ୍ଡା ପାହାଡ଼ ବିଷୟରେ। ଯେଉଁ ବଣ୍ଡା ପାହାଡ଼ କି ଏହି ଜିଲ୍ଲାରେ ଅବସ୍ଥିତ, ଯେଉଁଠାରେ ସୁନ୍ଦର ଏକ ଜନଜାତି ବାସ କରନ୍ତି, ଯେଉଁମାନଙ୍କୁ ବଣ୍ଡା ବୋଲି କୁହାଯାଏ। ମୋର ଏଠିକି ଆସିବା 1 ଇୟର ଉପରେ ହେଇଗଲାଣି। ଏଠି ଆପଣଙ୍କୁ ସକାଳୁ ଚଢ଼େଇମାନଙ୍କ କୋଳାରବ ଶୁଣିବାକୁ ମିଳିବ, ଫ୍ରେଶ୍ ଏୟାର ମିଳିବ, ଆଉ ଏମିତି ବହୁତ କିଛି। ଏ ଜାଗା ଆପଣ ଯେତେ ଏକ୍ସପ୍ଲୋର କରିବେ ଆପଣଙ୍କୁ ସେତେ ନୂଆ ଲାଗିବ, କାରଣ ଏଠିକା ଲୋକଙ୍କୁ ଛନ୍ଦ କପଟ ଜଣା ନାହିଁ। ସେମାନେ ଆପଣଙ୍କ ସହିତ ପୁରା ଆପଣଙ୍କର ହେଇକି ମିଶିଯିବେ। ଆଉ ଉପରେ ବି ଏକ ସୁନ୍ଦର କଥା ମୋର କହିବାର ଅଛି, ଯାହା ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ଜଣାଇବି।